ସାନଖେମୁଣ୍ଡି ଅଞ୍ଚଳର ତଥା ଗଞ୍ଜାମ ଜିଲ୍ଲାର ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ ମାଗିଲେ ଭିକ୍ଷା। ସୂଚନା ଅନୁସାରେ ଯାତ୍ରା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ଚିକିତ୍ସା ପାଇଁ ମଞ୍ଚରେ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ। ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଳାକାରଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଛନ୍ତି। ବର୍ତ୍ତମାନ ଅପେରା ମଞ୍ଚରେ ଜଣେ ନାଟ୍ୟ ନିର୍ଦ୍ଦେଶକ ମହିଳା କଳାକାରଙ୍କ ଚିକିତ୍ସା ପାଇଁ ସଙ୍ଗୀତର ତାଳେ ତାଳେ ଭିକ୍ଷା ମାଗି ଚର୍ଚ୍ଚାକୁ ଆସିଛନ୍ତି। ନାଟ୍ୟ ନିର୍ଦ୍ଦେଶକଙ୍କ ମାନବିକତା ଓ ତାଙ୍କ ଉଦ୍ୟମକୁ କଳାକାରମାନଙ୍କ ସହିତ ସମସ୍ତ ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି। ସୋମବାର ଗଞ୍ଜାମ ଜିଲ୍ଲା ଭେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଧେମେ ଗାଁରେ ସ୍ଥାନୀୟ କଳାକାରମାନେ ଅପେରା କାନ୍ଦୁଛି କେବଳ ତୋରି ପାଇଁ ମଞ୍ଚସ୍ଥ କରିଥିଲେ। ନାଟକର ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ। ନାଟକ ପୂର୍ବରୁ ପ୍ରଥମେ ଆରମ୍ଭ ହୋଇଥିଲା ମେଲୋଡ଼ିର ପ୍ରଥମ ଗୀତ ବାଜିଥିଲା କିଏ କେବେ ଦେଖିଛ କି କଳାକାର କାନ୍ଦିବାର। ଗୀତର ତାଳେ ତାଳେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଥିଲେ। ଏଥିରେ ପ୍ରାୟ 16,865 ଟଙ୍କା ମିଳିଥିଲା। ଜଣେ ନାଟ୍ୟ ନିର୍ଦ୍ଦେଶକଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା ମିଳିଛି। ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ ଏଭଳି ଉଦ୍ୟମକୁ ସାନଖେମୁଣ୍ଡି ଅଞ୍ଚଳ ସହିତ ସାରା ଗଞ୍ଜାମର ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି। ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ରାଜଗୋପାଳ ପାଢ଼ୀ ଓ ପୁରା ଟିମ୍ ମଧ୍ୟ ସାଥୀ ନିର୍ଦ୍ଦେଶକ କାର୍ଯ୍ୟକ୍ରମକୁ ସାଧୁବାଦ ପ୍ରଦାନ କରିଛନ୍ତି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।